ସାଙ୍ଗମାନେ ଆପଣମାନେ କେବେ ସାବୁନକୁ ଚୁଡ଼ି ପିନ୍ଧେଇଛନ୍ତି କି? ପିନ୍ଧେଇ ନାହାନ୍ତି ନା ଆପଣମାନଙ୍କୁ ପୁରା ଆଶ୍ଚର୍ଯ୍ୟ ଲାଗୁଥିବେ କି ଆମେ ସାବୁନକୁ କାହିଁକି ଚୁଡ଼ିରେ ପିନ୍ଧଉଛେ। ଜୟ ଜଗନ୍ନାଥ, ୱେଲକମ୍ ବ୍ୟାକ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। କେମିତି ଅଛନ୍ତି ସାଙ୍ଗମାନେ? ଜଗନ୍ନାଥଙ୍କ କୃପାରୁ ସମସ୍ତେ ଭଲରେ ଥିବେ। ତ ମୁଁ ଆଜି ଆପଣମାନଙ୍କ ପାଇଁ ନୂଆ ନୂଆ ଟିପ୍ସ ଓ ଟ୍ରିକ୍ ଆଣିଛି, ଯେଉଁଟାକି ଆପଣମାନଙ୍କ ଡେଲି ଲାଇଫ୍ରେ ନିହାତି ଭାବରେ ୟୁଜଫୁଲ୍ ହେବ। ଯଦି ଆପଣମାନଙ୍କୁ ମୋର ଆଜିର ଭିଡ଼ିଓ ଭଲ ଲାଗିବ, ନିହାତି ଭାବରେ ଗୋଟେ ଲାଇକ୍, ସେୟାର, କମେଣ୍ଟ କରିବା ପାଇଁକା ଜମାରୁ ବି ଭୁଲିବେନି। ଯଦି ଆପଣମାନେ ମୋ ଚ୍ୟାନେଲରେ ନୂଆ ଥିବେ, ପ୍ଲିଜ୍ ସବସ୍କ୍ରାଇବ୍ କରିବେ ଓ ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିବେ, ଯାହାଫଳରେ କି ମୋର ଭିଡ଼ିଓର ନୂଆ ନୋଟିଫିକେସନ୍ ଆପଣମାନଙ୍କ ପାଖରେ ଅତି ସହଜରେ ପହଞ୍ଚିପାରିବ। ଚାଲନ୍ତୁ ଦେଖିନେବା ମୋର ଫାର୍ଷ୍ଟ ଟିପ୍ସ କ'ଣ ଅଛି। ଫାର୍ଷ୍ଟ ଟିପ୍ସ ଅଛି ମୋର ଅଦାକୁ ନେଇକି। ତ ଶୀତଦିନେ ଅଦାର ତ ବ୍ୟବହାର ସମସ୍ତଙ୍କ ଘରେ ହେଇଥାଏ। ଚାହାରେ ଆମେ ପକାଇଥାଉ ବା ପିଲାମାନଙ୍କୁ ମଧ୍ୟ ଛେଚିକି ରସ ଥଣ୍ଡା ପାଇଁ ଦେଇଥାଉ। ଆଉ କାଶ ହେଲେ ମଧ୍ୟ ଏହାକୁ ପିଲାମାନଙ୍କୁ ଦିଆଯାଇଥାଏ। ତ ଅଦା ହେଉଛି ବହୁତ ଭଲ ଔଷଧୀୟ ଗୁଣ। ତ ଅଦାର ଯେତେବେଳେ ଚୋପା ଛଡ଼େଇବା ପ୍ରଶ୍ନ ଆସେ, ତ ଆମେ ଯେତେବେଳେ ଛୁରୀ ହେଉ, ପନିକି ହେଉ, ଯେତେବେଳେ ଆମେ ଅଦାର ଚୋପା ଛଡ଼େଇ ଥାଉ ନା, ଚୋପାରେ ବହୁତ ଅଦା ଯାଇଥାଏ। କିନ୍ତୁ ଆପଣମାନଙ୍କୁ ପୁରା କମ୍ ସମୟରେ ଆଉ ଅଦାରେ ଯେମିତି ପୁରା କମ୍ ଚୋପା ରହିବ, ସେଥିରେ ବଢ଼ିଆ ସୁନ୍ଦର ବାଟଟା ଆଣିଛି। ଆପଣମାନେ ଗୋଟେ ଚାମଚ ସାହାଯ୍ୟରେ ଦେଖନ୍ତୁ, ମୁଁ ଯେମିତି ଚୋପା ଛଡ଼ଉଛି, ଆପଣମାନଙ୍କୁ କଷ୍ଟ ବି ହେବନି। ପନିକିରେ ଯଦି ଆପଣମାନେ ଅନ୍ୟମନସ୍କ ହେଇକି କେତେବେଳେ ଅଦା ଚୋପା କାଟୁଥିବେ, ଦେଖିବେ ଆପଣମାନଙ୍କ ହାତ କଟି ଯାଇଥାଏ। ଆଉ ଛୁରୀରେ ମଧ୍ୟ ଆପଣମାନେ ଯଦି ବି ଚୋପା ଛଡ଼ାଇବା ପାଇଁ ବି ଚେଷ୍ଟା କରିବେ, ତାହେଲେ ଯଦି ଅନ୍ୟମନସ୍କ ହେବେ, ତାହା ମଧ୍ୟ ଆପଣମାନଙ୍କର ହାତ ବି କଟିଯିବାର ବହୁତ ଚାନ୍ସ ଥାଏ। କିନ୍ତୁ ଆପଣ ଯଦି ଚାମଚ ସାହାଯ୍ୟରେ ଅଦାରୁ ଚୋପା ଛଡ଼େଇବେ, ଆପଣମାନେ ଦେଖିବେ ଚାମଚ ସାହାଯ୍ୟରେ ଆପଣମାନେ ଅଦାରୁ ଚୋପା ଛଡ଼ାନ୍ତୁ, ଦେଖିବେ ଅତି ଛୋଟ ପିଲାମାନେ ମଧ୍ୟ ଅତି ସହଜରେ ଅଦାରୁ ଚୋପାକୁ ଅଲଗା କରିପାରିବେ। ଦେଖନ୍ତୁ, ମୁଁ ଯେତିକି ଅଦା ଆପଣମାନଙ୍କୁ ଚୋପା ଛଡ଼େଇକି ଦେଖିଲି, ଆପଣମାନେ ଦେଖିପାରୁଥିବେ କି ମୋ ଅଦା ଚୋପାରେ ଜମାରୁ ବି ଅଦା କିଛି ନଷ୍ଟ ହେଇନି। ତ ଦେଖନ୍ତୁ, ଆଜିର ଟିପ୍ସଟି ଆପଣମାନଙ୍କୁ ନିହାତି ଭାବରେ ଭଲ ଲାଗିବ। ନେକ୍ସଟ ଟିପ୍ସ ଦେଖିବା କିଛି ପେନ୍ ଇଙ୍କକୁ ନେଇକି। ଯେତେବେଳେ ଆମେ ଛୋଟ ପିଲା ହୁଅନ୍ତୁ ବା ବଡ଼ ପିଲା ହୁଅନ୍ତୁ, ଯଦି ଅନ୍ୟମନସ୍କ ହେଇଯିବେ, ଦେଖିବେ ହାତରେ କାଳି ଲାଗିଥାଏ। ତ ସେ କାଳିକି ଆମେ କେମିତି ରିମୁଭ୍ କରିବା, ଆପଣମାନେ ଯେଉଁ ଟୁଥପେଷ୍ଟ ୟୁଜ୍ କରିଥିବେ ସେଇ ଟୁଥପେଷ୍ଟ ଟିକେ ନେଇଯିବେ। ଏଇଟା ବିଶେଷ କରି ଛୋଟ ପିଲାମାନଙ୍କ ସହିତ ଏହି ଇନସିଡେଣ୍ଟଟା ବହୁତ ଘଟିଥାଏ। ତ ଦେଖିବେ ପେନ୍ର ଇଙ୍କଟା ବହୁତ ଗାଢ଼ା ଥାଏ, ଯାହାଫଳରେ କି ଆମେ ଯେକୌଣସି ଉପାୟରେ ତାକୁ ଆମେ ରିମୁଭ୍ କରିପାରିନଥାଉ। ତ ଆପଣମାନେ ଟୁଥପେଷ୍ଟକୁ ନେଇକି ଯେଉଁ ଜାଗାରେ ଇଙ୍କ ଥିବ, ସେ ଜାଗାରେ ଆପଣମାନେ ଟୁଥପେଷ୍ଟକୁ ଏମିତି ଟିକେ ରିମୁଭ୍ କଲା ପରେ ହାତକୁ ଆପଣମାନେ କରିବେ। ଦେଖନ୍ତୁ ଧ୍ୟାନର ସହ କି ମୁଁ ଆପଣମାନଙ୍କୁ ପୁରା ପାଖରୁ ହିଁ ଦେଖାଉଛି, ଯାହାଫଳରେ କି ଆପଣମାନେ ବୁଝିପାରିବେ ଆଉ ଜାଣି ମଧ୍ୟ ପାରିବେ। ତାପରେ ଆପଣମାନେ ଏମିତି ରବ୍ କରିସାରିକିରି ଗୋଟେ କଟନ୍ କପଡ଼ା ହେଉ ବା ଓଦା କପଡ଼ାରେ ଆପଣମାନେ ତାକୁ ଟିକେ ପ୍ରେସ୍ କରିକି ପୋଛିଦେବେ। ଜମାରୁ ବି ପିଲାମାନଙ୍କୁ କଷ୍ଟ ବି ଲାଗିବନି ଆଉ ଆପଣମାନଙ୍କୁ ପରିଶ୍ରମ କରିବା ପାଇଁ ପଡ଼ିବନି। ଦେଖନ୍ତୁ, ମୁଁ ପୁରା ଆପଣମାନଙ୍କ ପାଖରେ ପୁରା ପାଖରୁ ଦେଖାଉଛି କି ମୋ ହାତରୁ କେମିତି ପୁରା ରିମୁଭ୍ ହେଇଗଲା ଇଙ୍କର ଦାଗ। ଏଇଟା ବିଶେଷ କରି ଛୋଟ ପିଲାମାନଙ୍କର ହେଇଥାଏ, କାରଣ ପିଲାମାନେ ଯେତେବେଳେ ସ୍କୁଲ ଯାଇଥାନ୍ତି, ସେମାନେ ବହୁତ ସାରା ପେନ୍ର ଦାଗ ସାଙ୍ଗରେ ନେଇକି ଆସିଥାନ୍ତି, ଆଉ ଆପଣମାନଙ୍କୁ ଛଡ଼େଇବା ପାଇଁକା ବହୁତ କଷ୍ଟ ହେଇଥାଏ। ଚାଲନ୍ତୁ ଦେଖିନେ ଆମ ନେକ୍ସଟ ଟିପ୍ସ କ'ଣ ଅଛି। ନେକ୍ସଟ ଟିପ୍ସ ଅଛି ସାବୁନକୁ ନେଇକି, ବା ସାବୁନକୁ ଆମେ ଚୁଡ଼ି କ'ଣ ପାଇଁ ପିନ୍ଧେଇବା। ତ ଆମେ ହାତରେ ତ ଆମେ ଚୁଡ଼ି ପିନ୍ଧିଥାଉ, କି ସାବୁନର ଚୁଡ଼ି ପିନ୍ଧେଇବାଟା ଆପଣମାନଙ୍କୁ ପୁରା ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ଭିଡ଼ିଓଟିକୁ ଜମାରୁ ବି ସ୍କିପ୍ କରିବେନି, ନହେଲେ ସ୍କିପ୍ କଲେ ଆପଣମାନେ ଜାଣିପାରିବେନି। ତ ଫାଷ୍ଟରୁ ଲାଷ୍ଟରୁ ଯାଏଁ ଦେଖିଲେ ହିଁ ଆପଣମାନେ ଜାଣିପାରିବେ କି ସାବୁନକୁ ଚୁଡ଼ି କ'ଣ ପାଇଁ ମୁଁ ପିନ୍ଧଉଛି, ଯାହାଫଳରେ କି ଆପଣମାନଙ୍କର ବହୁତ ପଇସା ବଞ୍ଚିବ। ତ କ'ଣ ପଇସା ବଞ୍ଚିବ ସେଇଟା ମୁଁ ଆପଣମାନଙ୍କୁ ଆଗକୁ ଦେଖେଇବି। ତ ସେଥିପାଇଁ କହୁଛି କି ଆପଣମାନେ ଭିଡ଼ିଓକୁ ଜମାରୁ ବି ସ୍କିପ୍ କରନ୍ତୁନି। ଦେଖନ୍ତୁ, ଯେତେବେଳେ ଆମେ ମାନେ କିଚେନ୍ ହେଉ ବା ଘରେ ହେଇଥାଉ, ଯେତେବେଳେ ଆମେ କାମ କରିଥାଉ, ତ ଆମର ବାର ବାର ହାତ ଧୋଇବାକୁ ପଡ଼ିଥାଏ। ଏଇଟା ସବୁ ଗୃହିଣୀମାନଙ୍କ ସହିତ ଘଟିଥାଏ। ତ ଯେତେବେଳେ ଆପଣମାନେ କିଛି ସାବୁନରେ ହାତ ଧୋଇବା ପାଇଁକା ଚାହୁଁଛନ୍ତି, ମୁଁ ଯଦି ଛୋଟ ଛୋଟ ଟୁକୁଡ଼ା ଆମ ସାବୁନ ନଥାଏ, ଆମେ ତାକୁ ଫୋପାଡ଼ି ଦେଇଥାଉ। ତ ତାକୁ ଆପଣମାନେ କ'ଣ କରିବେ ନା, ପିଲାଙ୍କର ରିଜେକ୍ଟେଡ଼ ସକ୍ସରେ ଏମିତି ପୁରେଇକିରି ଗୋଟେ କାଚ, ଟିକେ ଷ୍ଟ୍ରଙ୍ଗ କାଚ ନେବେ, ଯାହାଫଳରେ ସେଇଟା ଭାଙ୍ଗିବନି। ଏମିତି ତା ଦେହରେ ଗୋଟେ ଚୁଡ଼ି ସହିତ ଲକ୍ କରିଦେବେ। ମୁଁ ଯେମିତି କରୁଛି, ଆପଣମାନେ ପୁରା ଦେଖନ୍ତୁ, ଆପଣମାନଙ୍କର ବହୁତ ବେନିଫିଟ୍ ଆପଣମାନଙ୍କୁ ମିଳିବ ଆଉ ବହୁତ ୟୁଜଫୁଲ୍ ଟିପ୍ସଟେ ମଧ୍ୟ। ଏଇ ଚୁଡ଼ିଟାକୁ ଆପଣମାନଙ୍କ ବେସିନରେ ହ୍ୟାଙ୍ଗ କରିଦେବେ। ଦେଖିବେ ସାବୁନଟା ଆମର ସକ୍ସ ଭିତରେ ହେଲା। ଆପଣମାନଙ୍କୁ ଯେତେବେଳେ ବି ହାତ ଧୋଇବା ପାଇଁ ପଡ଼ିବ, ଆପଣମାନେ ଟିକେ ସାବୁନ ନେଇକି ହାତ ଧୋଇବେ, ଯାହାଫଳରେ କି ଆପଣମାନଙ୍କ ସାବୁନ ବତୁରିବାର ଚାନ୍ସ ରହିବନି। ଆଉ ଆପଣମାନେ ଜାଣିଛନ୍ତି, ସାବୁନ ବତୁରିଲେ ହିଁ ସେଇଟା ବେଶୀ ସରିଥାଏ, ଆମକୁ ଆଉ ପଇସା ଦେଇକି ପୁଣି ସାବୁନ ନେଇବାକୁ ପଡ଼ିଥାଏ। ଆଶା କରୁଛି ଆଜିର ଟିପ୍ସଟି ଆପଣମାନଙ୍କୁ ନିହାତି ଭାବରେ ଭଲ ଲାଗିଥିବ।